ହେଲା ପଳେଇବା ତ ସବୁ ସରିଲା ସାର୍ଙ୍କ କାମ ସରିଲା ଆଉ କ୍ରିମିନାଲ ଥିଲେ ତାଙ୍କ ନାଁରେ 13ଟା କେସ୍ ପେଣ୍ଡିଂ ଥିଲା ତ ତାଙ୍କର ପର୍ସନାଲ ଲାଇବ୍ରେରୀ ଥିଲା ମୋହନ ରାଓ ସାଙ୍ଗରେ 6 ମାସ ଆଗରୁ ସେ ବି ତାଙ୍କୁ ମାରିବାକୁ ଆଟେମ୍ପ ନେଇଥିଲେ ତ ବର୍ତ୍ତମାନ ଗୋଟେ ଟାଟୁ ଦୋକାନରେ ବସିଥିବା ଖବର ପାଇ ମୋହନ ରାଓ ଏବଂ ତାଙ୍କ ସହଯୋଗୀ ଆଶିଷ ଦେବକୁ ତାଙ୍କୁ ସେଠି ହତ୍ୟା କରିଥିଲେ ଏବଂ ହସ୍ପିଟାଲ ନେବା ବାଟରେ ତାଙ୍କର ସେ ମୃତ୍ୟୁବରଣ କରିଥିଲେ। ତାପରେ ଆମେ କେସ୍ ରେଜିଷ୍ଟର କରି ଇନଭେଷ୍ଟିଗେସନ୍ କଲୁ ଏବଂ ଆଜି ମୋହନ ରାଓ ଏବଂ ତାଙ୍କର 5 ଜଣ ସହଯୋଗୀ ଧରା ପଡ଼ିଛନ୍ତି ଏବଂ ଆମେ ତାଙ୍କୁ କୋର୍ଟ ଫରୱାର୍ଡ଼ କରୁଛୁ।